ରାଜରାଣୀ ମନ୍ଦିର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 20 ଡିଗ୍ରୀ 15 ମିନିଟ୍ସ ଉତ୍ତର ଅକ୍ଷାଂଶ ଏବଂ 85 ଡିଗ୍ରୀ 50 ମିନିଟ୍ସ ପୂର୍ବ ଦ୍ରାଘିମାରେ ଅବସ୍ଥିତ ରାଜରାଣୀ ମନ୍ଦିର ଏକାଦଶ ଶତାବ୍ଦୀର ମଧ୍ୟଭାଗର କଳିଙ୍ଗ ଶୈଳୀ ମନ୍ଦିର ସ୍ଥାପତ୍ୟର ଏକ ଅନନ୍ୟ ଉଦାହରଣ। ଅତୀତରେ ଇନ୍ଦ୍ରେଶ୍ୱର ଶିବ ନାମରେ ଖ୍ୟାତ ଏହି ମନ୍ଦିରର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରାଜି ଅନନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଅଟେ। ସମଗ୍ର ମନ୍ଦିରଟି ରାଜରାଣୀୟ ନାମକ ଏକ ବାଲୁକା ପ୍ରସ୍ତର ଦ୍ୱାରା ନିର୍ମିତ। 17.9 ମିଟର ଉଚ୍ଚତା ବିଶିଷ୍ଟ ଏହି ପୂର୍ବମୁଖୀ ମନ୍ଦିର ଏକ ରେଖାଶୈଳୀ ଗର୍ଭଗୃହ ଓ ପୀଢ଼ାଶୈଳୀ ଜଗମୋହନ ଦ୍ୱାରା ନିର୍ମିତ ଅଟେ। ମନ୍ଦିର ଗଣ୍ଡିରେ ଅବସ୍ଥାପିତ ଅଙ୍ଗ ଶିଖରମାନଙ୍କ ସମାରୋହ ଖଜୁରାହୋ ସ୍ଥିତ କଣ୍ଡରିଆ ମହାଦେବ ମନ୍ଦିର ସହିତ ସାଦୃଶ୍ୟ ବହନ କରେ। ଏକ ପୀଠ ଉପରେ ଅବସ୍ଥାପିତ ଏହି ମନ୍ଦିରର ବାହ୍ୟ ଭାଗ 3ଟି ଭାଗରେ ବିଭକ୍ତ, ଯଥା ବାଡ଼, ଗଣ୍ଡି ଏବଂ ମସ୍ତକ। ପୁନଶ୍ଚ ମନ୍ଦିରର ବାଡ଼ 5 ଭାଗରେ ବିଭକ୍ତ, ଯଥା ପାଭାଗ, ତଳ ଜଙ୍ଘ, ବନ୍ଧନ, ଉପର ଜଙ୍ଘ ଓ ବରଣ୍ଡି। ଯଦିଓ ମନ୍ଦିରଟି ପ୍ରତିମା ଶୂନ୍ୟ ଅଟେ, ତଥାପି ଏହାର ବହିର୍ଭାଗରେ ଖୋଦିତ ଶୈବ ଦ୍ୱାରପାଳ, ଲକୁଳିଶ, ଲିଙ୍ଗ ପୂଜା ଦୃଶ୍ୟ, ନଟରାଜ, ପାର୍ବତୀ ଆଦି ପ୍ରତିମାମାନଙ୍କରୁ ଏହା ଶୈବ ଧର୍ମାବଲମ୍ବୀ ବୋଲି ପ୍ରତିପାଦିତ ହୁଏ। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ, ଆଳଙ୍କରିକତା ଓ ଭାସ୍କର୍ଯ୍ୟମାନଙ୍କ ମଧ୍ୟରେ ଅଷ୍ଟଦିଗପାଳ, କମନୀୟ ନାୟିକାଗଣ, ଗଜ ବିଡ଼ାଳ, ମିଥୁନ ଆଦି ପ୍ରମୁଖ ଅଟେ। ଅଷ୍ଟଦିଗପାଳଙ୍କ ମଧ୍ୟରେ ଅଗ୍ନି ଓ ବରୁଣଙ୍କ ପ୍ରତିମା ନିଜର ସୂକ୍ଷ୍ମ କମନୀୟତା ପାଇଁ ସୁପ୍ରସିଦ୍ଧ। ମନ୍ଦିରରେ ସ୍ଥାନିତ ମନୋରମ ନାୟିକାଗଣଙ୍କ ମଧ୍ୟରେ ଶାଳଭଞ୍ଜିକା, ଦର୍ପଣା, ଶୁକାଭିସାରିକା, ବାଦ୍ୟବାଦିକା ଆଦି ଅନ୍ୟତମ। ଏକ ସୁଦୃଶ୍ୟ ଉଦ୍ୟାନ ମନ୍ଦିରର ଆକର୍ଷଣକୁ ବୃଦ୍ଧି କରେ। ରାଜରାଣୀ ମନ୍ଦିର ଓଡ଼ିଶାର ସ୍ଥାପତ୍ୟ ଏବଂ କଳାତ୍ମକ ଦକ୍ଷତାର ଏକ ଜୀବନ୍ତ ପ୍ରମାଣ ସ୍ୱରୂପ ଦଣ୍ଡାୟମାନ। ଏହାର କାଳଜୟୀ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ।